କ'ଣ ଆପଣମାନେ ଜାଣନ୍ତି ଯେ ଆମ ଓଡ଼ିଶାର ପବିତ୍ର ମାଟିରେ ଏମିତି ଜଣେ ଦେବୀ ଅଛନ୍ତି ଯାହାଙ୍କ ସହ ଜଡ଼ିତ ଏକ ଅଦ୍ଭୁତ କାହାଣୀ ଆଜି ମଧ୍ୟ ଭକ୍ତମାନଙ୍କ ମନରେ ରହିଛି। କୁହାଯାଏ ମା ତାରିଣୀ ଦିନେ ଜଣେ ଭକ୍ତଙ୍କ ସହ ଯାତ୍ରା କରିଥିଲେ, କିନ୍ତୁ ଚାଲୁ ଚାଲୁ ହଠାତ୍ ଗୋଟିଏ ସ୍ଥାନରେ ସେ ଅଟକି ଗଲେ। ଆଉ ସେହି ସ୍ଥାନ ହିଁ ପରେ ହୋଇଗଲା ମା ତାରିଣୀଙ୍କ ପବିତ୍ର ଧାମ, ଯାହା ଘଟଗାଁ ନାମରେ ପରିଚିତ। ଆଜି ଆମେ ଜାଣିବା ମା ତାରିଣୀଙ୍କ ସେହି ରହସ୍ୟମୟ କାହାଣୀ, ଯେଉଁ କାହାଣୀରେ ରହିଛି ଭକ୍ତି, ବିଶ୍ୱାସ ଏବଂ ମାଙ୍କ ଅସୀମ କୃପା। ପରମ୍ପରା ଅନୁସାରେ ଏହି କାହାଣୀ ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ସମୟ ସହ ଜଡ଼ିତ। ସେହି ସମୟରେ କାଞ୍ଚି ରାଜ୍ୟ ସହ ଓଡ଼ିଶାର ଏକ ବଡ଼ ସଂଘର୍ଷ ହୋଇଥିଲା। ପ୍ରଥମ ଯୁଦ୍ଧରେ ରାଜା ପୁରୁଷୋତ୍ତମ ଦେବଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଲା। ସେମାନେ ଫେରି ଆସିଥିଲେ। ରାଜାଙ୍କ ମନ ଦୁଃଖରେ ଭରିଗଲା, କିନ୍ତୁ ସେ ନିଜର ଆସ୍ଥା ହରାଇଲେ ନାହିଁ। ସେ ଶ୍ରୀ ଜଗନ୍ନାଥଙ୍କ ଚରଣରେ ନିଜକୁ ସମର୍ପଣ କରି ପ୍ରାର୍ଥନା କଲେ, ହେ ପ୍ରଭୁ, ମୋତେ ଠିକ୍ ମାର୍ଗ ଦେଖାନ୍ତୁ। ଲୋକ ପରମ୍ପରାରେ କୁହାଯାଏ ସେହି ରାତିରେ ରାଜାଙ୍କୁ ଏକ ଦିବ୍ୟ ସ୍ୱପ୍ନ ଆସିଥିଲା। ସେହି ସ୍ୱପ୍ନରେ ତାଙ୍କୁ ମିଳିଥିଲା ଏକ ଦିବ୍ୟ ମାର୍ଗଦର୍ଶନ। ଏହାପରେ ଆରମ୍ଭ ହେଲା କାଞ୍ଚି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ। ଏହି ଯାତ୍ରା ସହ ଗୋବିନ୍ଦ ଭଞ୍ଜଙ୍କ ନାମ ମଧ୍ୟ ଜଡ଼ିତ ବୋଲି ପରମ୍ପରାରେ କୁହାଯାଏ। ସେ ଥିଲେ ସାହସୀ, ଧର୍ମପରାୟଣ ଏବଂ ଦେବୀଙ୍କ ଜଣେ ଭକ୍ତ। ଦ୍ୱିତୀୟ ଅଭିଯାନରେ ରାଜାଙ୍କୁ ବିଜୟ ମିଳିଲା। କୁହାଯାଏ ଏହି ବିଜୟ ପଛରେ ଥିଲା ଶ୍ରୀ ଜଗନ୍ନାଥଙ୍କ କୃପା। ବିଜୟ ପରେ କାଞ୍ଚିରୁ କିଛି ଦେବଦେବୀଙ୍କ ପ୍ରତିମା ଓଡ଼ିଶାକୁ ଆଣିବାର ଯାତ୍ରା ଆରମ୍ଭ ହେଲା। ସେହି ଯାତ୍ରାରେ ଥିଲେ ମା ତାରିଣୀ, କିନ୍ତୁ ରାସ୍ତାରେ ଘଟିଲା ଏକ ଅଦ୍ଭୁତ ଘଟଣା। ଅନ୍ୟ ପ୍ରତିମା ଗୁଡ଼ିକ ଆଗକୁ ଚାଲିଗଲେ, କିନ୍ତୁ ମା ତାରିଣୀଙ୍କ ପ୍ରତିମା ହଠାତ୍ ଆଉ ଆଗକୁ ବଢ଼ିଲା ନାହିଁ। ଯେତେ ଚେଷ୍ଟା କରାଗଲା, ମା ସେହି ସ୍ଥାନରୁ ହଲିଲେ ନାହିଁ। ଗୋବିନ୍ଦ ଭଞ୍ଜ ବୁଝିପାରିଲେ ନାହିଁ ଏମିତି କାହିଁକି ହେଉଛି। ସେ ମାଙ୍କ ଆଗରେ ହାତ ଯୋଡ଼ି ବସିଲେ। ସେ ମାଙ୍କୁ ପ୍ରାର୍ଥନା କଲେ। ତାପରେ ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ ମା ତାରିଣୀ ତାଙ୍କୁ ଦିବ୍ୟ ଭାବରେ ଏକ ସନ୍ଦେଶ ଦେଲେ। ମା କହିଲେ, ମୁଁ ତୁମ ସହ ଯିବି, କିନ୍ତୁ ତୁମେ ଆଗକୁ ଚାଲିବ, ପଛକୁ ଫେରି ମୋତେ ଦେଖିବ ନାହିଁ। ଯଦି ତୁମେ ପଛକୁ ଫେରି ଦେଖିବ, ମୁଁ ସେହି ସ୍ଥାନରେ ହିଁ ରହିଯିବି। ଗୋବିନ୍ଦ ଭଞ୍ଜ ମାଙ୍କ କଥା ମାନି ଆଗକୁ ଚାଲିଲେ। ଘନ ଜଙ୍ଗଲର ରାସ୍ତା, ଚାରିଆଡ଼େ ନୀରବତା, ଆଉ ତାଙ୍କ ପଛରୁ ଶୁଣାଯାଉଥିଲା ମାଙ୍କ ସେହି ଧ୍ୱନି ଶୁଣି ଗୋବିନ୍ଦ ଭଞ୍ଜ ନିଶ୍ଚିନ୍ତ ହୋଇ ଆଗକୁ ଚାଲୁଥିଲେ। କିନ୍ତୁ କିଛି ସମୟ ପରେ ହଠାତ୍ ପୁରର ଧ୍ୱନି ବନ୍ଦ ହୋଇଗଲା। ଗୋବିନ୍ଦ ଭଞ୍ଜଙ୍କ ମନରେ ସନ୍ଦେହ ହେଲା, ମା କ'ଣ ମୋ ସହ ଆସୁଛନ୍ତି? ସେ ନିଜକୁ ରୋକିପାରିଲେ ନାହିଁ, ଆଉ ସେ ପଛକୁ ଫେରି ଦେଖିଦେଲେ। ସେ ଯେତେବେଳେ ପଛକୁ ଚାହିଁଲେ, ମା ତାରିଣୀ ସେହି ସ୍ଥାନରେ ହିଁ ସ୍ଥିର ହୋଇଗଲେ। ଗୋବିନ୍ଦ ଭଞ୍ଜ ବୁଝିଗଲେ ମା ଏଠାରେ ହିଁ ରହିବାକୁ ଚାହୁଁଛନ୍ତି। ସେ ମାଙ୍କୁ ଅନୁରୋଧ କଲେ, କିନ୍ତୁ ମା ତାରିଣୀଙ୍କ ଇଚ୍ଛା ଥିଲା ଅଲଗା। ପରମ୍ପରାରେ କୁହାଯାଏ ମା ତାଙ୍କୁ ଆଶୀର୍ବାଦ ଦେଇ କହିଥିଲେ, ଏଠାରୁ ତୁମେ ଫେରିଯାଅ, ମୁଁ ଏଠାରେ ରହିବି, ଆଉ ଯେତେବେଳେ ତୁମେ ମୋତେ ମନେ ପକାଇବ, ମୁଁ ତୁମର ସହାୟତା କରିବି। ସେହି ଦିନଠାରୁ ଏହି ସ୍ଥାନ ମା ତାରିଣୀଙ୍କ ପବିତ୍ର ଧାମ ଭାବେ ପରିଚିତ ହେବାକୁ ଲାଗିଲା। ଆଉ ଆଜି ଏହି ସ୍ଥାନକୁ ଆମେ ଘଟଗାଁ ଭାବେ ଜାଣୁ। କାଳକ୍ରମେ ମା ତାରିଣୀଙ୍କ ମହିମା ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚିଲା। ଅସଂଖ୍ୟ ଭକ୍ତ ମାଙ୍କ ଦର୍ଶନ ପାଇଁ ଘଟଗାଁକୁ ଆସିବାକୁ ଲାଗିଲେ। କାହାର ହାତରେ ନଡ଼ିଆ, କାହା ହାତରେ ସିନ୍ଦୁର, କିନ୍ତୁ ସମସ୍ତଙ୍କ ହୃଦୟରେ ଥିଲା ଗୋଟିଏ ଜିନିଷ, ମାଙ୍କ ପ୍ରତି ଅଟୁଟ ବିଶ୍ୱାସ। ମା ତାରିଣୀଙ୍କ ଭକ୍ତିର ବଡ଼ ବଡ଼ ଆଡ଼ମ୍ବର ଠାରୁ ଅଧିକ ମୂଲ୍ୟବାନ ହେଉଛି ସତ ଶ୍ରଦ୍ଧା। ଆଜି ମଧ୍ୟ ଯେତେବେଳେ ଭକ୍ତମାନେ ଘଟଗାଁରେ ମା ତାରିଣୀଙ୍କ ଦର୍ଶନ କରନ୍ତି, ସେମାନଙ୍କ ମନରେ ଗୋଟିଏ ବିଶ୍ୱାସ ରହେ, ମା ଅଛନ୍ତି, ତେଣୁ ଆମେ ଏକୁଟିଆ ନୁହେଁ। ଏହି କାହାଣୀ, ଇତିହାସ, ଲୋକ ପରମ୍ପରା ଓ ଭକ୍ତିର ଏକ ସୁନ୍ଦର ସମନ୍ୱୟ ଭାବେ ଆଜି ମଧ୍ୟ ଲୋକମାନଙ୍କ ମନରେ ଜୀବନ୍ତ। ଯଦି ଆପଣ ମଧ୍ୟ ମା ତାରିଣୀଙ୍କୁ ହୃଦୟରୁ ବିଶ୍ୱାସ କରନ୍ତି,
ତେବେ କମେଣ୍ଟରେ ଲେଖନ୍ତୁ ଜୟ ମା ତାରିଣୀ।